ଆରେ ଆରେ ମୂଷା ମୂଷାର କଥା କୁହନ୍ତୁନି। ଏମିତି ଦେଖିକି ଆମ ମୁଣ୍ଡ ପୁରା ଟିଣ ଦୁଇ ଜଣଙ୍କର। ତ ଆଜି ପର୍ଯ୍ୟନ୍ତ ମୂଷା ତ କେବେ ପଶି ନଥିଲା। ଏଇ ମୂଷା ଆସିଲା କେଉଁଠୁ? ଆଉ ମୂଷାର ଯଦି ମୁଁ ଭିଡ଼ିଓ କରିକି ରଖିଥାନ୍ତି ଆପଣମାନଙ୍କ ପାଖରେ, ମୁଁ ଦେଖେଇଥାନ୍ତି କେମିତି ମୂଷା ହେଇଥିଲା। ତ 35ଟା 36ଟା ମୂଷା, ଆଜି 5ଟା 6ଟା, ତ କାଲି 2ଟା 3ଟା, ଏମିତି ହେଇକି ମୂଷା ଖାଲି ମାରିଲୁ। ତ ଚାଲନ୍ତୁ, ଏମିତି ମୂଷା ମାନେ ତାଙ୍କର ପ୍ରକୋପ ଦେଖେଇଲେ ଲାଷ୍ଟକୁ ମୂଳପୋଛ କରିଦେଇଛି ପୁରା ମୂଷା। ମୁଁ ଟୋଟାଲ ଏବେ ନାହାନ୍ତି। ସେଇ ଯେଉଁଠି ଯେଉଁ ଜିନିଷ ଅଛି ସେଇଠି ସେଇ ଜିନିଷ ଅଛି। ସିଡ଼ିରେ ବି ମୋର ଜିନିଷ ଅଛି, ସବୁଆଡ଼େ ସାମାନ ଅଛି, କିନ୍ତୁ ମୂଷା ନାହାନ୍ତି। ତ ଚାଲନ୍ତୁ, ମୂଷା ପୁରା ମୂଳପୋଛ ଏବେ ହେଇଯାଇଛନ୍ତି। ଏବେ ଟିକେ ଶାନ୍ତି ମଣିଷକୁ ମିଳିଛି। ଆଉ ଏମିତି ମୂଷା ଆଜି ପର୍ଯ୍ୟନ୍ତ ମୋ ଘରେ ଦିନେ ବି ମୂଷା ପଶିନଥିଲେ। କିନ୍ତୁ ଏଇ ଯେଉଁ ମୂଷା ଦେଖିକି ଆମ ଦୁଇ ଜଣଙ୍କ ମୁଣ୍ଡ ଆଉ କାମ କଲାନି। କ'ଣ କରିବା, କେଉଁ ଉପାୟ କରିବା? ତ ଚାଲନ୍ତୁ, ଏଇ ଭିଡ଼ିଓଟିରେ ବହୁତ ମଜାଦାର ହେବାର ଅଛି। ଆଉ ଦେଖନ୍ତୁ, ମୋ କବାଟ ଫବାଟ କାଟିକି ମୂଷା କ'ଣ ମାନେ ଆମର ପ୍ରକୋପ ସୃଷ୍ଟି କରିଥିଲା। ଚାଲନ୍ତୁ, ମାନେ ତେଲ କାଟି, ଆମର ସବୁ ରାସନ ଜିନିଷ କାଟି, ପୁରା ଯାହା କରିଥିଲା କୁହନ୍ତୁନି। ଆଉ ଭିଡ଼ିଓଟି ଦେଖନ୍ତୁ, ଚାଲେ ଜାଣିପାରିବେ ଆପଣମାନେ। ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ଼୍ ମର୍ଣ୍ଣିଂ। ଆପଣମାନଙ୍କୁ ଶୁଭ ସକାଳ। ନୂଆ ଏକ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ତ ଚାଲନ୍ତୁ, ଆଜିର ସକାଳୁ ସକାଳୁ ଭିଡ଼ିଓଟି ଏଇଟା କିଛି ଅଛି କି ତଳ ଘରୁ କିଛି ସବୁ ସାମାନ ଗୁଡ଼ାକ ଉପରକୁ ପଳେଇ ଆସୁଛି, ପୁରା ଉପର ଟପ୍ ଫ୍ଲୋରକୁ। ତ ଚାଲନ୍ତୁ, ଏଇଟା କିଛି ଦିନର କଥା। ଆମେ ଯେତେବେଳେ ରେଣ୍ଟ ଦେଇଥିଲୁ, ତ ମୂଷା, ପ୍ରବଳ ମୂଷା, 35ଟା କି 36ଟା ଆମେ ମାରିଛୁ। କାହିଁକିନା ମୋର ଆଲମାରି, ଏଇ ଯେଉଁ ଆମର ତଳ ମାନେ ଠାକୁର ଘର ଆଗ ଘରର ଆଲମାରି ଯେଉଁ ଥିଲା, ସେ ଆଲମାରିରେ ବି ମୂଷା ମରିଥିଲେ। ମୋର ସେଠି ଖାଇବା ଜିନିଷ ମାନେ ଯେତିକି ରାସନ ଆସେ, ମୁଁ ବଡ଼ ବଡ଼ ଡବାରେ ରଖେ। ଭିଡ଼ିଓ ଦେଖିଲେ ଆପଣ ମାନେ ଜାଣିପାରିବେ। ସେ ଡବାକୁ କାଟି ଆମର କେତେ ଦିନର, ମାନେ ଯେତେବେଳେ ରେଣ୍ଟରେ ଲାଗିଥିଲା ସେତେବେଳର କଥା କହୁଛି। ତ ଆମେ ମାନେ ଭାବିଥିଲୁ ଆଉ ରେଣ୍ଟରେ ଦେବାନି, ଆଉ ତାକୁ ଆମେ ନିଜେ ୟୁଜ୍ କରିବା। ତେଣୁକରି ତ ତଳୁ ସାମାନ ଆସିଗଲା ଉପରକୁ। ଦେଖନ୍ତୁ, ଏଇଠି ପୁରା ମୂଷା କାଟିକି ତା ଦେହରେ ବିସ୍କିଟ୍ ସବୁ ରହେ। ବିସ୍କିଟ୍ ଆମର ଯେତିକି ଖାଇବା ଜିନିଷ, ଯେଉଁଟାକି ବିସ୍କିଟ୍, ମିକ୍ସଚର ଏଗୁଡ଼ାକ ରହେ। ଆଉ ତଳରେ ଗୋଟେରେ ରହେ ପୁରା 6ଟା 7ଟା 8ଟା ପର୍ଯ୍ୟନ୍ତ ଆମର ଅଟା ଆସେ। ତ ଅଟା ବଡ଼ ବଡ଼ ଅଟା, ତାକୁ ରୋଷେଇ ଘରେ ରଖିବାକୁ ଜାଗା ନାହିଁ। ତେଣୁକରି ମୁଁ କ'ଣ କରେ, ଏଡ଼େ ବଡ଼ ବଡ଼ ଡବାକୁ ମୁଁ ତାକୁ, ଚାଉଳ ଡବା ଗୋଟେ, ଆଉ ଗୋଟେ ରାସନ ଯେଉଁଟାକି ଆମର ଏକ୍ସଟ୍ରା ସୋରିଷ ତେଲ, ଲୁଣ, ଯେଉଁଟା ଗ୍ରୋସରୀ ଆଇଟମ୍ ସବୁ ସେଇଗୁଡ଼ାକ ରହେ। ତ ତାକୁ ମୁଁ ସେଇଠି ରଖିଥିଲି। ଆଉ ତେଲ ପୁରା ଫୁଟେଇକିନି ସେ ଡବା ସାରା ସବୁ ଇଏ କରି ମୂଷା, ଦେଖନ୍ତୁ ଏଇଠି ଗାତ କରିଛି, କାରଣ ଏଇଠି ଖାଇବା ଜିନିଷ ପାଇଲା। ଉପରୁ ମୂଷା ଆସିକି ତଳେ, ସେଇଟା ଆମର କଳସ, ଯେଉଁ ଆମର ଶୁଭ କଳସ ଦିଆଯାଏ, ସେଇଠୁ ଧାନ ଖାଏ। ଧାନ ଖାଇକି ସିଧା ଏଣ୍ଟ୍ରି କରେ ଆମର ଏଇ ଘରକୁ, ଯେଉଁଟାକି ଆମର ଠାକୁର ଘର ଆଗ ଘରଟା, ରୁମ୍ଟା। ତ ସେଇଥିପାଇଁ ଆମେ ଭାବିଲୁ ଆଉ ରେଣ୍ଟରେ ଦେବାନି, ଆଉ ଆମେ ନିଜେ ୟୁଜ୍ କରିବା। କାରଣ ଏତେ ମୂଷା, ସେଇ ଜିନିଷ ଅଛି, ଏବେ ବି ମୂଷା ଅଛି। ମୂଷାର ଇଏଟାକୁ ଆମେ ପୁରା ମୂଳପୋଛ କରିଦେଇଛୁ। ଆଉ ଏବେ ଆଉ ମୂଷା ଗୋଟେ ବି ନାହିଁ। ସେ ତ ମୂଷା କାଟିକି, ସେ କବାଟ କାଟିକି ଦେଖନ୍ତୁ କେମିତି ପୁରା କରିଦେଇଛି। ସେ କବାଟର ତଳ ପୁରା 36ଟା କି 37ଟା ମୂଷା ଆମେ ମାରିଛୁ। କେତେବେଳେ ପାଣିରେ, କେତେବେଳେ ଆଲମାରିରେ, ଏମିତି ହେଇକି। ତ ନିଲୁର ସାହାଯ୍ୟ। ତାପରେ ଏଇଟା ହେଉଛି ଉପରର କିଚେନ୍ ରୁମ୍ଟା। ତ ଉପରର କିଚେନ୍ ରୁମ୍ରେ ଆମେ ସବୁ ଜିନିଷ ସେଇଠୁ ନେଇକିନି ରଖିଦେବୁ। ଆମର ଯେଉଁ ଠାକୁର ଘର, ଏଇଟା ସେଇ ରୁମ୍ରେ ଏଇ ବାକ୍ସ ଥିଲା, ଏଇ ବଡ଼ ବାକ୍ସ। ତାପରେ ଏଇ ବଡ଼ ବାକ୍ସର ସିନ୍ଦୁକ କେବେ ବି, ମୋର ସିନ୍ଦୁକ ଏଇଟା, ତ ଏଇ ସିନ୍ଦୁକରୁ ମୁଁ କେବେ ବି ଖୋଲି ନଥିଲି। ତ ଚାଲନ୍ତୁ।
ତ ଦେଖନ୍ତୁ ଏଇଠି ଆମର ଯେଉଁ ସେଇ ରୁମ୍ର ମୁଁ ଆଲମାରି ଆମର ଯେଉଁ ଗଡରେଜଟାକୁ ସେକୁ ଖାଲି କରୁଛି। ପୁରା ନ ଖାଲି କଲେ ଉପରକୁ ନେଇ ହେବନି। ତେଣୁକରି ଏଇଠି ଦେଖନ୍ତୁ ଏଇଠି ଏଇ ଗଡରେଜରେ ପୁରା ମୂଷା ଦୁଇଟା ମରିଥିଲା। କାରଣ ଆମର ଏଇଟା ଲକ୍ ସିଷ୍ଟମ୍ ଟିକେ ଖରାପ ଅଛି। ଆଉ ସେଇଟା ଟିକେ ମାନେ ଦବା ହେଇକି ଦିଆଯାଏ, କିନ୍ତୁ ଟିକେ କେତେବେଳେ ଖୋଲା ରହିଯାଇଥିଲା। ସେତେବେଳେ ସେ ମୂଷା ପଶିକି ତାକୁ କାଟିକି ଭଲ ଭଲ ଫାଇଲ୍ ଗୁଡ଼ାକ ବି ସବୁ କାଟି ଦେଇଛି। ଆଉ କାଗଜପତ୍ର ଦରକାରୀ କାଗଜପତ୍ର ଯେଉଁଟାକି ଆମର ଦରକାର ଅତି ଜରୁରୀ ଦରକାରୀ କାଗଜପତ୍ର ତାକୁ ସବୁ କାଟିଛି ଦେଖନ୍ତୁ। ଆଉ ତାପରେ ଆମେ ଭାବିଲୁ ନାଇଁ ଆମେ ଆଉ ରେଣ୍ଟ ଦେବାନି, ଆମେ ନିଜେ ୟୁଜ୍ କରିବା, ନିଜ ଘର ନିଜେ ସଫା ରହିବ। ଆଉ ପୁରା କଚଡ଼ା ହେଇଯାଉଛି। ତେଣୁକରି ଆଉ ତଳର ମୋର ଯେଉଁ ଏଣ୍ଟ୍ରି କବାଟ ଅଛି ସେଇଠୁ କେବେ ବି ମୂଷା ପଶେନି। କିନ୍ତୁ 35ଟା 36ଟା ମୂଷା ଆମେ ମାରିଛୁ, କିନ୍ତୁ ସେଇଠି କେବେ ପଶିନି। ସେଠି ମୋର ରୋଷେଇ ଘର ଅଛି, ଘର ଭିତରେ ଖାଇବା ଜିନିଷ ଅଛି, ସବୁବେଳେ ରୋଷେଇ ହୁଏ, କିନ୍ତୁ ସେଠି ପଶିନି। କିନ୍ତୁ ଏଇ ସିଢ଼ିରୁ ହିଁ ଉପରୁ ତଳୁ ଆସିକି ସେଇ ଘରେ ବିସ୍କିଟ୍ ମିକ୍ସଚର୍ ଯେଉଁଟା ଥାଏ ସେଇଠି ହିଁ ପଶେ। ଆଉ ତାପରେ ଉପରେ ତ ଚାଲନ୍ତୁ ସେଇଥିପାଇଁ ଆମେ ଭାବିଲୁ ନାଇଁ ଉପର ଘରକୁ ସବୁ ଜିନିଷ ଆମେ ନେଇଯିବା। ତ ଚାଲନ୍ତୁ ନେବା ଷ୍ଟାର୍ଟ ହେଲା। ଏଇଠି ଆଲମାରି ବାକ୍ସ ଏଗୁଡ଼ାକ, ଆଉ ଏଇ ବାକ୍ସ ଯେଉଁ ବଡ଼ ବାକ୍ସ ଦେଖୁଛନ୍ତି ମୋର କେବେ ବି ମୁଁ ତାକୁ ଖୋଲି ନଥିଲି, କାହିଁକିନା ଜରୁରୀ ପଡ଼ିନଥିଲା। ସେଇଥିରେ ବାବୁନାର ଡ୍ରଇଂ ଆମର ପଟ୍ ପେଣ୍ଟିଂ ଯେଉଁଗୁଡ଼ାକ କରେ ସବୁ ସେଇଗୁଡ଼ାକ ଥିଲା। ସେଟା ହେଉଛି ମୋର ସିନ୍ଦୁକ। କହିନେବେ ଭାବିନେବେ ଆପଣମାନେ ଗୋଟେ ପ୍ରକାର ମୋର ସିନ୍ଦୁକଟେ। ତ ଆଜିକାଲି ତ ଆଉ ସିନ୍ଦୁକ ନାହିଁ, ବଡ଼ ବଡ଼ ବାକ୍ସ। ମୁଁ ବାହା ହେଲା ବେଳକୁ ସେମିତି ବାକ୍ସ ସବୁ ଥିଲା। ଆଜିକାଲି ବାକ୍ସ ବି ଆଉ ୟୁଜ୍ କରୁନାହାନ୍ତି, ସବୁ ଟ୍ରଲି ବ୍ୟାଗ୍, ବଡ଼ ବଡ଼ ଟ୍ରଲି ବ୍ୟାଗ୍ ଆସିଗଲାଣି। ତ ସେତେବେଳେ ସେଇ ବାକ୍ସ ଆମ ଘରୁ ଆସିଥିଲା। ସେଇ ବାକ୍ସରେ ମୁଁ କ'ଣ କରିଥିଲି, ଜିନିଷ ସବୁ ଯେତେ ଡ୍ରଇଂ ହେଲା ଇଏ ହେଲା ସବୁ ରଖିଦେଇଥିଲି। ଆଉ ସେଇ ଡ୍ରଇଂ ଗୁଡ଼ାକ ଆପଣମାନଙ୍କୁ ଦେଖେଇବି। ଆ ପର ଭିଡ଼ିଓରେ ବି ଡ୍ରଇଂ କେତେ ସାରା ଡ୍ରଇଂ, ଗୋଟେ ବି ପ୍ରି ନର୍ସରୀ ଯେବେଠାରୁ ବାବୁନା ଡ୍ରଇଂ କମ୍ପିଟିସନ୍ ଯାଏ ଡ୍ରଇଂ କରେ, ତାର ଏମିତିକି ପେନସିଲ୍ର ଡ୍ରଇଂ ବି, କଲର୍ ବାଲା ନାହିଁ, ଖାଲି ପେନସିଲ୍ର ଡ୍ରଇଂ ବି ମୁଁ ସାଇତିକି ରଖିଛି। ଆଉ ଦେଖନ୍ତୁ କେତେ କଚଡ଼ା, ସେ ଝାଡ଼ୁରେ କେବଳ ପେପର ଗୁଣ୍ଡ ଆଉ ମୂଷା ସେଠି ମରିଥିଲା, ସେଠି ଝାଡ଼ା କରିଥିଲା, ସେ କଚଡ଼ା ପୁରା ତାକୁ ଆଜି ସଫା କରିଦେଉଛି। ଆଉ ଏଇ ଘରଟାକୁ ପୁରା ଖାଲି କରାହେଉଛି, ଉପର ଘରକୁ ନିଆ ହେଉଛି। ତ ଚାଲନ୍ତୁ ଉପର ଘରକୁ ନେଇଯିବା। ତାପରେ ଆପଣମାନେ ଦେଖିବେ ଡ୍ରଇଂ ଯେଉଁ ଆମର ବାକ୍ସରେ ଯେଉଁ ଡ୍ରଇଂ ଗୁଡ଼ାକ ସବୁ ଅଛି, ସେଇ ଡ୍ରଇଂ ଗୁଡ଼ାକ ଆପଣମାନେ ଦେଖିବେ ଆ ପର ଭିଡ଼ିଓରେ, ନେକ୍ସଟ ଭିଡ଼ିଓରେ, କାରଣ ଲମ୍ବା ହେଇଯିବ ଭିଡ଼ିଓ। ଆପଣମାନେ ବାବୁନାର ଡ୍ରଇଂ ଆଉ କିଛିଟା ସ୍ମୃତିର ଜିନିଷ ଯେଉଁଟାକି ଏବେ ପର୍ଯ୍ୟନ୍ତ ମୋ ବାହାଘର କାର୍ଡ଼, ଛୁଆଙ୍କର 21 କାର୍ଡ଼ ସବୁ ମୁଁ ରଖିଛି ସେଇ ବାକ୍ସ ଭିତରେ। ସେ ବାକ୍ସରେ କାରଣ କେଉଁମାନେ ସବୁ ରଖିଛନ୍ତି ବାହାଘର କାର୍ଡ଼ ବି 22-23 ବର୍ଷ ମୋ ବାହାଘର ହେଇଗଲାଣି, 23 ବର୍ଷ ଏବେ ପର୍ଯ୍ୟନ୍ତ ମୋ ବାହାଘର କାର୍ଡ଼ ଅଛି। ମାନେ ଭାବନ୍ତୁ, ତାକୁ ସବୁ ମୁଁ ରଖିଛି ସାଇତିକି। ଆଉ 21 କାର୍ଡ଼ଠୁ ଆରମ୍ଭ କରିକି ଛୁଆମାନଙ୍କର ଯେତିକି ଆମର ପାର୍ଟି ଦିଆହେଇଥିଲା, 16 ପୂଜାର ପାର୍ଟି ଦିଆହେଇଥିଲା ସବୁର ଏଇଠି ଦେଖନ୍ତୁ। ତାପରେ ଧୂପ ଦିଆ ଟାଇମ୍ ହେଇଗଲା, ତାପରେ ରାତିର ଖାଇବା, ଖରାବେଳର ଖାଇବା ତ ସରିଯାଇଛି। ଆଉ ଏଇ ଭିଡ଼ିଓରେ ଆପଣମାନେ କେବଳ ଏତିକି ଦେଖିବେ। ଆଉ ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା, ପୁଣି ନୂଆ ଏକ ଫ୍ରେଶ୍ ଭିଡ଼ିଓରେ। ଚାଲନ୍ତୁ ଧୂପ ଦିଆ ଟାଇମ୍ ହେଇଗଲା, ଧୂପ ଦେଇଦେବି, ତାପରେ ପୁଣି ରାତିର ରୋଷେଇ। ତ ଚାଲନ୍ତୁ ଟିକେ ଛାତ ଉପରେ ବୁଲେଇ ନେଇ ଆସୁଛି ଆପଣମାନଙ୍କ ପାଖକୁ। ଆଉ ପୁଣି ନେକ୍ସଟ ଭିଡ଼ିଓରେ ଯିବ ବାବୁନାର ଡ୍ରଇଂ। ଆଉ ଯେଉଁମାନେ ନୂଆ ଆସିଛନ୍ତି ଭିଡ଼ିଓଟି ପୁରା ଦେଖୁଥାନ୍ତୁ, ରେଗୁଲାର ଦେଖୁଥିବେ, ଜାଣିପାରିବେ ମୋର ଘର କେମିତି ଅଛି ଆଉ କେଉଁ ପଟରେ କେତେ କ'ଣ କେଉଁ ଜାଗାରେ କ'ଣ ଅଛି। ତ ଆପଣମାନେ ଜାଣିପାରିବେ ନିଶ୍ଚୟ। ଆଉ ଭିଡ଼ିଓଟି ଏଇଟା ହେଉଛି ମୋର ଫ୍ରଣ୍ଟ ଠାକୁର ଘରର ଫ୍ରଣ୍ଟ ଘରଟି, ସେଇଟାର ସାମାନ ସବୁ ଉପରକୁ ମୁଁ ନେଇଗଲି। ଆଉ ତାପରେ ତଳ ଘରୁ ବି ନିଆ ହେଇଗଲା ଉପରକୁ। ଏବେ ସଞ୍ଜ ହେଇଗଲା, ଏଠି ଦୀପ ବର୍ଷା ପୁରା ଲାଗି ରହିଛି, ତେଣୁକରି ଦୀପ ମୁଁ ଏଇ ଜାଗାରେ ଦେଉଛି। ଆପଣମାନେ ଦେଖନ୍ତୁ ବର୍ଷା ଛିଞ୍ଚା ନ ମାରିକି ଦୀପ ନ ଲିଭିଯାଉ, ତେଣୁକରି ଏମିତି ସିଷ୍ଟମ୍ ମୁଁ କରିଛି। ଆଉ ଆପଣମାନେ କେମିତି ଲାଗିଲା ଭିଡ଼ିଓଟି ଆପଣମାନେ କମେଣ୍ଟ ଦ୍ୱାରା ଜଣାଇବେ ନିଶ୍ଚୟ। ପୁଣି ଯେଉଁମାନେ ନୂଆ ଆସିଛନ୍ତି ମୋ ଭିଡ଼ିଓକୁ, ଚ୍ୟାନେଲ୍ ଦେଖୁଛନ୍ତି ନୂଆ, ସେମାନେ ସବସ୍କ୍ରାଇବ୍ କରିନିଅନ୍ତୁ, କମେଣ୍ଟ ଦିଅନ୍ତୁ। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ। ଆପଣମାନଙ୍କର ବହୁମୂଲ୍ୟ ସମୟ ଦେଇକି ମୋ ଭିଡ଼ିଓ ଦେଖିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ତ ଚାଲନ୍ତୁ, ଥ୍ୟାଙ୍କସ୍ ଫର୍ ୱାଚିଂ ଦିସ୍ ଭିଡ଼ିଓ। ଆପଣମାନଙ୍କୁ ବହୁତ ସାରା ଢେର ସାରା ଭଲ ପାଇବା ରହିଲା।
आउ आपण माने सब्सक्राइब जो माने करिसेंती तांको अशेष अशेष पुणी एगेन वन्स एगेन आउ थे धन्यवाद। तो चलतु भिडटी पुणी देखा हम नेक्स्ट वीडियो रे। चलतु ए प्रार्थना करी आउ संज दे सारी धूप दे सारी छात पर टिके बुलूची आउ आपण मानकु देखौची छात बेले संज बेलर नजाराटा केमती। एबे कम से कम 6:30 7टा पाखापाखि हो गलानी मु धूप दे सारी आ एबे गले प्रार्थना टिके करदबा तापर पुणी देखा चा पीबी तापर रातिर रोसई आउ एतिकी एमिति सब बेले चली थाए किछि ना किछि मो वीडियो देखुता तो आपण माने जानि परिबे मोर लाइफस्टाइल केमिति कोन थाए। तो चलतु हाथ गोड़ टिके भी बंद न थाए सब बेले काम चली कलर भर्ती हो जाइछि केते सुंदर देखा जाउथि आउ एठी भी हेइछि तो राती हे गलानी से देखा जीवनी हेले भी मु देखे दूसरी टिके एठी भी पिंक कलर रो देखो एठी एटा होछि संज बेलर धूप दिया टाइम देखो छात उपर एबे आउ आपण मानकु केमिति भिडियोटी लागिबो आपण माने कमेंट द्वारा जणेबे। जो माने नुआ आसीचंती सब्सक्राइब करने को भूलु नहीं। चलतु तेबे जीवा प्रार्थना करवा एबे।